ପ୍ରିୟ ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଭଗବତୀ ଚରଣ ପାଣିଗ୍ରାହୀଙ୍କ ଦ୍ୱାରା ରଚିତ ଏକ ସୁନ୍ଦର ଗଳ୍ପ ଜୀବନର ସମାଧି। ସକାଳ ହେଲା। ସବୁଦିନ ପରି ପଡ଼ିଶା କିରସ୍ତାନ ଘର କୁକୁଡ଼ାଟା ଡାକିଲା, ଚକ୍ରଧର ରଖ। ମୁଁ ମୋର ବିଛଣା ଛାଡ଼ି ପ୍ରାତଃକୃତ୍ୟ ସମାପନ କରିବା ଲାଗି ପଡ଼ିଲି। 9:30 ବେଳକୁ କଚେରୀକୁ ଯିବାକୁ ହେବ। ସବୁଦିନ ପରି ଦାନ୍ତ ମଜା, ପାଇଖାନା, ଗାଧୁଆ ଯାହା ପୁଞ୍ଜାଏ ଖାଇ 9:30 ବେଳେ କଚେରୀରେ କଲମ ଖଚ୍ ଖଚ୍ କରି ନଥି ନକଲ କରିବାକୁ ହେବ, ନହେଲେ ଟାଇପ୍ ମେସିନ୍ ଠକର ଠକ୍ କରିବାକୁ ହେବ। ଏକାବେଳେ ବୈଚିତ୍ର୍ୟଶୂନ୍ୟ ନିରସ ଜୀବନ। ଏ ଜୀବନର ସ୍ରୋତ ନୁହେଁ। ଗୋଟାଏ ଚମକ, ପରିବର୍ତ୍ତନ ନାହିଁ, ବୈଚିତ୍ର୍ୟ ନାହିଁ। ଏହିପରି ଗତିହୀନ ଅପରିବର୍ତ୍ତିତ ଭାବରେ ରହି ଜମାଟ ବାନ୍ଧିଗଲାଣି, ପଚି ସଢ଼ି ଯିବାର ଉପକ୍ରମ। ମୁଁ ଦାନ୍ତମୂଳେ ଚିମୁଟାଏ ଗୁଡ଼ାକୁ ଦେଇ ଭାବେ, ଏହି ମୁହୂର୍ତ୍ତରେ ଜଗତରେ କେତେ ଘଟଣା ଘଟୁନଥିବ। କେଉଁଠାରେ ବୈଜ୍ଞାନିକ ନିବିଷ୍ଟ ଚିତ୍ତରେ ତତ୍ତ୍ୱାନୁସନ୍ଧାନରେ ରତ ଥିବେ, କେଉଁଠାରେ କବି ପ୍ରଭାତୀର ଆବାହନୀ ଗାନ କରୁଥିବେ, କେଉଁଠାରେ ବା ମୃତ୍ୟୁ ଶୋକର ବିକଳ କଳରୋଳ ଉଠୁଥିବ। କାହାର ହତ୍ୟା ପାଇଁ କେଉଁଠାରେ ଷଡ଼ଯନ୍ତ୍ର ଚାଲିଥିବ। ମାର୍କିନ୍ ବାଳିକା ବ୍ୟୋମଯାନରେ ଆକାଶ ବିହାର କରୁଥିବ। କେଉଁ ପାହାଡ଼ୀ କନ୍ୟା ଅବା ମୃଗ ଶାବକ ସହ କ୍ରୀଡ଼ା କରୁଥିବ। କେତେ କଳ୍ପନାତୀତ ଘଟଣା ଘଟୁଥିବ, କିନ୍ତୁ ମୁଁ ମୋର ଚିରାଚରିତ ରୀତି ଧରି ଚାଲିଛି। ଠିକା ଚାକରଣୀଟା ଦାଣ୍ଡ ଦୁଆରେ ଡାକ ପାରିଲା। କବାଟ ଫିଟାଇ ଦେଲି। ସେ ଆସି ବାସନ ମାଜି ବସିଲା। ଏ ବୃଦ୍ଧା ଦାସୀଟି ଏହିପରି କେତେ ଘରେ କାମ କରି ପେଟ ପୋଷେ। ବେଳେବେଳେ ବୃଦ୍ଧା ଗୋଟାଏ କଥା କହେ, ଖାଣ୍ଟି ସତ, ଶୁଣି ଆଶ୍ଚର୍ଯ୍ୟ ଲାଗେ। ମୂର୍ଖ ଲୋକ ଏସବୁ କଥା ଜାଣିଲା କିପରି? ତାର ସୁଦୀର୍ଘ ଅନୁଭୂତି ଓ ଅଭିଜ୍ଞତାର ଫଳ ଏ। ବୃଦ୍ଧା ଯେଉଁମାନଙ୍କ ଘରେ କାମ କରେ, କାହାରିକି ଭୟ କରିବାର ମୁଁ ଦେଖିନି। ପଚାରିଲେ କହେ, ଡରିବି କି ଆମ? ମୁଁ କ'ଣ କାହାଠାରୁ ମାଗିକି ଖାଉଛି କି? ହକ୍ କାମ କରୁଛି, ମୋ ଗଣ୍ଡାକୁ ଆଣୁଛି। ବୃଦ୍ଧାକୁ ଦେଖିଲେ ମୋର ଦାସୀ ବୋଲି ମନେ ହୁଏ ନାହିଁ। ଜୀବନରେ କେତେ ଧକ୍କା, କେତେ ପ୍ରହାର ସହି ସହି ଆଜି ବୃଦ୍ଧା ଏପରି ହୋଇଛି। ବୃଦ୍ଧାର ବୟସ ବେଳେ କେତେ କଳଙ୍କ ତା ନାଁରେ ରଟିଛି। ସମାଜ ସଙ୍ଗେ, ସଂସାର ସଙ୍ଗେ ସଂଗ୍ରାମ କରି ବୃଦ୍ଧାର ଜୀବନରେ କେତେ କ୍ଷତ ରହିଯାଇଛି। କେତେ ସ୍ଖଳନ, କେତେ ପତନ ବୃଦ୍ଧାର ହୋଇଛି। ସେସବୁ କିନ୍ତୁ ତାର ଜୀବନରେ କଳଙ୍କ ନୁହେଁ, ଯୁଦ୍ଧର ବ୍ରଣ ଚିହ୍ନ, ତାର ଜୀବନର ଭୂଷଣ। ବୃଦ୍ଧା ବାସନ ମାଜି, ଦୁଆର ସଫା କରି, 2ଟା ପାଣି ରଖିଦେଇ ଚାଲିଗଲା। ବାକି ସବୁ କାମ ସ୍ତ୍ରୀଙ୍କ ଉପରେ। ଆହା ବିଚାରୀଟିକି ମୋର ବଡ଼ ଖଟିବାକୁ ପଡ଼େ। ଏକେ ତ ରଗୁଣା, ତାପରେ ଶିଶୁଟିର ମୃତ୍ୟୁ ପରେ ଏକାବେଳକେ ଭାଙ୍ଗି ପଡ଼ିଛନ୍ତି। ଗୋଟାଏ 24 ଘଣ୍ଟିଆ ଚାକର ରଖିଲେ ହୁଅନ୍ତା, କିନ୍ତୁ ମୋର ଟଙ୍କା ନାହିଁ। ମୁଁ ଦାନ୍ତମୂଳେ ଚିମୁଟାଏ ଗୁଡ଼ାକୁ ଦେଇ ଭାବେ କେତେ କଥା, ତାର ଠିକଣା ନାହିଁ। ଏଣେ ଗୁଡ଼ାକୁ ମିଶା ଲାଳ ମୋର ପାପୁଲି ଭିତରେ ଦେଇ କହୁଣୀ ପର୍ଯ୍ୟନ୍ତ ଗଡ଼ି ଆସେ, ସେଥିପ୍ରତି ଲକ୍ଷ୍ୟ ନାହିଁ। ମୁଁ ଭାବେ କଲେଜରେ ପଢ଼ୁଥିବା ସମୟର କଥା। ନବୀନର ସ୍ୱପ୍ନମୟ ଲେଖା ପଢ଼ି ବିଚାର କବିଟିକୁ କେବେ ନିର୍ଯାତନା ଆମେ ନ ଦେଇଛୁ? ବାସ୍ତବତା ସଙ୍ଗେ ତାର ଲେଖାର ଖାପ ଖୁବ୍ କମ୍। ସେଥିଲାଗି ତା ଉପରେ ଆମର ରାଗ। ଯେତେବେଳେ ମୋର ପ୍ରାଣ ମନ ସ୍ୱପ୍ନରେ ଭରପୁର ହୋଇଥିଲା, ସେତିକିବେଳେ ବାସ୍ତବ ପ୍ରତି ମୋର ଆଦର। ଯେତେବେଳେ ଜୀବନରେ ବସନ୍ତର ଚିର ପ୍ରବାହ ଛୁଟୁଥିଲା, ସେତିକିବେଳେ ନବୀନ ମୁହଁରୁ ମଳୟ ସ୍ପର୍ଶରେ ତାର ଶରୀରରେ ପୁଲକ ଆସିବା କଥା ଶୁଣିଲେ ହସ ମାଡ଼େ। କିନ୍ତୁ ଯେତେବେଳେ ମୋର ବାସ୍ତବ ଜଗତକୁ ପ୍ରଥମ ପ୍ରବେଶର ଉପକ୍ରମ, ବସନ୍ତ ତାର କାଉଁରୀ ସ୍ପର୍ଶ ମୋ ଅଙ୍ଗରେ ଛୁଆଁଇଲା, ମୁଁ କବି ପରି ବସନ୍ତକୁ ସମ୍ବୋଧନ କରି ଉଠିଲି, ହେ ମଳୟ, ଏ ଅସମୟରେ କାହିଁକି ମୋର ପ୍ରାଣକୁ ସ୍ପର୍ଶ କଲ? ତୁମର କୁହୁକ ସ୍ପର୍ଶରେ ନଦୀ ଢେଉ ତୋଳିଛି, ବନସ୍ପତି ମର୍ମର ସନରେ ଗାନ ଧରିଛି, ପକ୍ଷୀ କଳନାଦ କରୁଛି, ମୃଗ ଦମ୍ପତି ଦକ୍ଷିଣ ପ୍ରତି ଉନ୍ମନ୍ନ ହୋଇ ଅନାଇଛି। କିନ୍ତୁ ମୁଁ ତ ତୁମକୁ ଅଭ୍ୟର୍ଥନା କରିନାହିଁ। ଏପରି ଆକସ୍ମିକ ଭାବରେ ତୁମର କାହିଁକି ମୋ ପ୍ରତି କରୁଣା ଜାତ ହେଲା? ମୁଁ ଯେତେବେଳେ ସକଳ ସ୍ୱପ୍ନକୁ ତୁଚ୍ଛ ନିରର୍ଥକ ମନେ କରି ନିରାଟ ବାସ୍ତବ ଜୀବନଯାପନ କରିବାକୁ ତପସ୍ୟା ଆରମ୍ଭ କରିଛି, ତୁମେ ଉର୍ବଶୀ ଆସି ମୋର ପ୍ରାଣରେ ଏକ ସ୍ୱପ୍ନର ମନ୍ଦାକିନୀ ପ୍ରବାହିତ କଲ, ମୋର ତପଭଙ୍ଗ କଲ। ତୁମ ସ୍ପର୍ଶରେ ଏ କି ଗଭୀର ବେଦନା ମୋ ପ୍ରାଣରେ ବାଜି ଉଠିଲା। ମୁଁ ନିଜର ରୂପ ଦେଖିବାକୁ ପାଇଲି। ମୋ ଚତୁର୍ଦ୍ଦିଗ ଆଜି ତୁମ ଲାଗି ଆନନ୍ଦରେ ନାଚୁଛି। ମୁଁ କିନ୍ତୁ
ଏ ଆମୋଦର ରଡ଼ ମଧ୍ୟରେ ମୋର ବ୍ୟଥାଟିକ ଉପଭୋଗ କରିବାକୁ ବ୍ୟସ୍ତ। ମୁଁ ଏ ବେଦନା, ଏ ସ୍ୱପ୍ନ ସବୁର ଅନାବଶ୍ୟକ ଅଳିକ ଅନୁମାନ କରି ଏଥିରୁ ଦୂରେଇ ଦୂରେଇ ଚାଲିଥିଲି ମୋର ଏକାନ୍ତ ପ୍ରୟୋଜନୀୟ ବାସ୍ତବତା ପଥରେ। କିନ୍ତୁ ଆଜି ତୁମେ ମୋର ଚେତନା ଆଣିଦେଲ। ମୁଁ ଆଜି ଜୀବନରେ ସ୍ୱପ୍ନର ସତ୍ୟତା ପ୍ରଥମେ ଉପଲବ୍ଧି କଲି। ମୁଁ ଗାଧୁଆ ପାଧୁଆ ଶେଷ କରି ଘଣ୍ଟାଏ ଦେଖେ ତ 8 ବାଜିବା ଉପରେ। ସ୍ତ୍ରୀ ଯେତେବେଳେ ଯାଏ ସେଜ ଛାଡ଼ି ନାହାନ୍ତି। ସେହି ଅଷ୍ଟମ ଦିବସରେ ଶିଶୁଟିର ମୃତ୍ୟୁ ପରେ ପ୍ରିୟା ମୋର ଅତ୍ୟଧିକ ଭାବରେ ନିଦ୍ରାଳୁ ହୋଇ ପଡ଼ିଛନ୍ତି। କୌଣସି ବିଷୟରେ ଉତ୍ସାହ ନାହିଁ। ଗୋଟାଏ ଆଳସ୍ୟ, ଗୋଟାଏ ତନ୍ଦ୍ରା ତାଙ୍କୁ ଅଧିକାର କରି ରଖିଛି। ଗୋଟିଏ କ୍ଷୁଦ୍ର ଶିଶୁର ମୃତ୍ୟୁରେ ଲୋକର ଏତେ ପରିବର୍ତ୍ତନ ହୋଇପାରେ ମୋର ବିଶ୍ୱାସ ହୁଏ ନାହିଁ। କିନ୍ତୁ ମୁଁ ଦେଖେ ପିଲାଟି କଥା। ସ୍ତ୍ରୀଙ୍କର ମନେ ପଡ଼ିଲେ ଚକ୍ଷୁରୁ ତାଙ୍କର ଧାର ଧାର ଲତକ ଝରି ପଡ଼େ। ମୁଁ ତାଙ୍କୁ ଆଶ୍ୱାସ ବାଣୀ ଦିଏ। ଏଇ ଛୋଟ ପିଲାଟି ପାଇଁ ଏତେ ବ୍ୟସ୍ତ ହେଲେ ଚଳିବ? ସେ କହନ୍ତି, ତମ କାଗଜପତ୍ର ତମେ ଦେଖ। ମୁଁ ସ୍ତ୍ରୀଙ୍କ ସେଜ ପାଖରେ ବସି ଡାକିଲି, ଉଠିବନି? କଚେରୀ ବେଳ ହୋଇଯାଉଛି ପରା। ସ୍ତ୍ରୀ ସଶବ୍ଦରେ ଗୋଟାଏ ନିଶ୍ୱାସ ଛାଡ଼ି କର ଲେଉଟାଇ ପୁଣି ମୁହଁ ମାଡ଼ି ଶୋଇଲେ। ଏହି କୁଶାଙ୍ଗୀ ରୁଗ୍ଣାଙ୍କଠାରେ ମୋହର ଯୌବନର ସକଳ ସ୍ୱପ୍ନ ସଫଳ ହୋଇଛି। ପାରସ୍ୟ ସୁନ୍ଦରୀ, ଇହୁଦୀ ଯୁବତୀ, କାଶ୍ମୀରୀ ନାୟିକା। ମୋର ତରୁଣ ଜୀବନର ସକଳ ମାନସୀ ଏହି ସପ୍ତଦଶୀ ବୃଦ୍ଧାଙ୍କଠାରେ ଠୁଳ ହୋଇଛନ୍ତି। ସ୍ତ୍ରୀଙ୍କର କଙ୍କାଳସାର ପୃଷ୍ଠରେ ହସ୍ତ ସ୍ଥାପନ କରି ଡାକିଲି, ଉମା। ସ୍ତ୍ରୀଙ୍କର ପିତାମାତାଙ୍କ କୃପାରୁ ନାମ ଧରି ଡାକିବାର ସୁଯୋଗ ପାଇଛି। ନହେଲେ ଚେମି, ଚନ୍ଦୁରୀ କିମ୍ବା ମାଗୁଣି ଯଦି ତାଙ୍କ ନାଁ ଦେଇଥାନ୍ତେ, ହୋଇ କିଏ ଡାକିବା ବ୍ୟତୀତ ଆଉ ଉପାୟ ନଥିଲା। ସ୍ତ୍ରୀ ମୋର ମଧୁର ସମ୍ବୋଧନର ଉତ୍ତରରେ ଖେଙ୍କାରି ଉଠିଲେ, ଅହ, ଟିକିଏ ଶୁଆଇ ଦେବେନି ଏ ମଣିଷକୁ? ତେବେ ଉପାସରେ କଚେରୀ ଯାଏଁ? ସକାଳୁ ଏମିତି କଚେରୀ ବେଳ ହୋଇଯାଉଛି। ଉଠି ଘଣ୍ଟା ଦେଖିଲ, କେତେଟା ବାଜିଲାଣି? ମୁଁ ଏତେ ଘଣ୍ଟା ଫଣ୍ଟା ଦେଖି ଜାଣିନି। ତେବେ ମୁଁ କଚେରୀ ଚାଲିଲି କହି ମୁଁ ଦ୍ୱାର ଆଡ଼କୁ ଅଗ୍ରସର ହେଲି। ସ୍ତ୍ରୀ ଉଠି ଦେଖନ୍ତି ତ ଘର ତମାମ ସୂର୍ଯ୍ୟ କିରଣରେ ଆଲୋକିତ। ମୋତେ ନିରାଶରେ ଫେରି ଯିବାର ଦେଖି କହିଲେ, ସତେ ମ, କେଡ଼େ ଚଞ୍ଚଳ ଦିନଟା ହେଇଯାଉଛି। ମୁଁ ତାଙ୍କୁ ଲେଉଟି ଚାହିଁ ଟିକିଏ ହସିଲି। ସେ ବି ଟିକିଏ ହସିଲେ। ସ୍ତ୍ରୀଙ୍କର ମୁଖ ମଳିନ ରୁଗ୍ଣ। ଏହି ମୋର ପ୍ରିୟା। ତାଙ୍କର ମଳିନ ରୁଗ୍ଣ ମୁଖରେ ଜଗତର ସକଳ ସୁଷମା ମୁଁ ଆଜି ପାଇଛି। ମୋର ଅନ୍ତରର ସୌନ୍ଦର୍ଯ୍ୟ ପିପାସା ଏଇଠାରେ ନିର୍ବାପିତ ହୋଇଛି। ମୁଁ କ'ଣ ମୋର ବାସ୍ତବ ଚକ୍ଷୁରେ ସେ ସୌନ୍ଦର୍ଯ୍ୟ ଅବଲୋକନ କରେ? ଜୀବନରେ ଟିକିଏ ସ୍ୱପ୍ନ ନଥିଲେ, ଟିକିଏ କଳ୍ପନା ନଥିଲେ ମନୁଷ୍ୟ କେବଳ ନିରାଟ ବାସ୍ତବତା ମଧ୍ୟରେ କିପରି ଯେ ବଞ୍ଚି ରହନ୍ତା, ଭାବି ପାରୁନାହିଁ। ମୁଁ ମୋର ସ୍ତ୍ରୀକୁ ଭଲ ପାଏ କି ନା କହିପାରୁ ନାହିଁ, କାରଣ ଭଲ ପାଇବାର ସଂଜ୍ଞା ମୋତେ ମାଲୁମ ନାହିଁ। ତେବେ ମୋର ଏହି ଅସହାୟ ସଂଜ୍ଞାହୀନ ଜୀବନରେ ଏହି ରୁଗ୍ଣ ନାରୀ ହିଁ ଏକମାତ୍ର ନିଜର ଏକାନ୍ତ ଆପଣାର। କଚେରୀରେ ସବୁ କିରାନୀଙ୍କ ଭିତରେ ସୁଖ ଦୁଃଖ ଗପ ଚାଲେ, କାମ ଚାଲିଥାଏ। ଯେ ଯାହା ଜାଗାରେ ବସି କାମ କରୁଥାନ୍ତି, ତା ଭିତରେ କଥାବାର୍ତ୍ତା ଥଟ୍ଟା ତାମସା ମଧ୍ୟ ଚାଲିଥାଏ। ଗଣେଶ ବାବୁଙ୍କ ଜାଗାରେ ମୋର ପାଖାପାଖି। ଏ କେତେ ବର୍ଷ ଚାକିରି କରି ବେଶ୍ ପେଟଟିଏ ବାଗେଇଛନ୍ତି। ଗଳାବନ୍ଦ ମାଟିଆ କୋଟ୍ଟିଏ ତାଙ୍କର ବଡ଼ ପ୍ରିୟ। 4-6 ମାସ ହେଲା କୋଟ୍ଟି ତିଆରି ହୋଇ ଏପର୍ଯ୍ୟନ୍ତ ସୁବିପୁଳ ବପୁକୁ ପ୍ରତିଦିନ ଝଡ଼ାଇ ଧରିଛି। ଗଛକୁ ଯେମିତି ବକଳା କୋଟ୍ରେ ବେକପଛ କଲାରେ ଆଙ୍ଗୁଳେ ବହଳରେ ମଳି ଓ ତେଲ ଚିକିଡ଼ା ବସିଛି ଓ ସର୍ବାଙ୍ଗରେ କାଳି ଏବଂ ନାନା ରକମର ଦାଗ ଲାଗିଛି। ଆଉ କୋଟ୍ର ଉପର ବୋତାମଟି ଦିଓଟି କେବଳ ଲଗା ହୁଏ, ବାକି ତକ ଗୁଡ଼ିକ ସବୁ ଖୋଲା। ଲୁଗାଟି ପିନ୍ଧି ହୁଏ ପେଟ ତଳକୁ। ସେଥିଲାଗି ବାବୁଙ୍କର ଅପୂର୍ବ ଲମସ ଉଦରଟିର ପ୍ରତିଦିନ ଦର୍ଶନ ମିଳେ। ଏହି କୋଟ୍ ପକେଟରେ ପ୍ରତିଦିନ କେତେ ଶୁଖି ଅଧୁଲି ଟଙ୍କା ବାଆଁ ହାତିଆ ପଶେ। ଗଣେଶବାବୁ ନିଜର ଲମସ ଉଦରରେ ହାତ ବୁଲାଉ ବୁଲାଉ ପାନଖିଆ କଳାଦାନ୍ତ ଗୁଡ଼ିକ ଦେଖେଇ କହିଲେ, ହଇଏ, ଏ କାଡ଼ ଲଟାରେ ଫସିଲା ନା କ'ଣ ହେ? ଚାକର ଗୁଡ଼ାକ ପୁଣି ମୁହଁ ଉପରେ ଇମିତି ଜବାବ ଦେଲେଣି। ମୋ ଚାକର ଟୋକାଟାକୁ ଆଜି ପଦେ ଗାଳି ଦେଲି। ମୁଁ ଡାକୁଛି ତାକୁ ଜୋତା ଦିଟାରେ ରଙ୍ଗ ଦେବାକୁ, ସେ ବସି ବାସନ ମାଜୁଛି।
ମୁଁ ତାକୁ ଯେମିତି କହିଛି, କିରେ ଶଳା, ତୋତେ କ'ଣ ଶୁଣାଯାଉନି? ସେ ତ ମୋ ଉପରେ ନିଆଁ ବାଣ କହୁଛି। ମୁଁ କ'ଣ ତୁମଠୁ ମାଗିକି ଖାଉଛି ନା ଚୋରି କରି ଯେ ତୁମେ ମୋତେ ବେଜିତ୍ କରିବ? ଭାବୁଥିଲି ଏକା ଚାବୁଟାଟାଏ ଟକାର ଗାଲରେ ଭାଙ୍ଗି ଦେବାକୁ। ପୁଣି ମନକୁ ହେଜିଲି। ଚୁଚୁନ୍ଦ୍ରା ମାଇଲେ ହାତ ବନ୍ଧାଏ। ମୁଁ କହିଲି, ଆଜ୍ଞା, ଆପଣଙ୍କ ଗାଡ଼ି ଦେବାଟା ଠିକ୍ ହେଇନି। ସେ ଯଦି ଦୋଷ କଲା ଆପଣ ତା'ର ଦରମା କାଟିଦେବେ, ନହେଲେ ବରଖାସ୍ତ କରିଦେବେ। କିନ୍ତୁ ତାକୁ ବେଜିତ୍ କରିବାଟା ଆପଣଙ୍କର ନିହାତି ଅନ୍ୟାୟ। କେତେଟା ଚାକର ରଖି ଦରମା କାଟିଲଣି ନା ବରଖାସ୍ତ କଲଣି ଭଲା? ମୋର କାନମୂଳ ପଡ଼ି ଉଠିଲା। କେତେକ ସହକର୍ମୀ ମଧ୍ୟ ଗଣେଶ ବାବୁଙ୍କ କଥାରେ ସମର୍ଥନ ସ୍ୱରୂପ ମୋରୁକି ହସା ଦେଲେ। ନିଜକୁ ଅତି ଅସହାୟ ବୋଧ କଲି। କୌଣସି ମତେ ନିଜକୁ ସମ୍ବରଣ କରିନେଇ କହିଲି, ମୁଁ ତ ଆଜ୍ଞା ଗରିବ ଲୋକ, ଚାକର ପାକର ରଖିପାରିବି କାହୁଁ? ଚାକର ଯେ ରଖେ ସେ ଜାଣେ ତାଙ୍କ ସାଙ୍ଗେ କିପରି ବ୍ୟବହାର କରିବାକୁ ହୁଏ। ତୁମେ ଅଦା ବେପାରୀ ହେଇ ଲୁଣ ଜାହାଜ କଥା ପଚାରୁଛ କାହିଁକି? ମୁଁ ଚୁପ୍ କରିଗଲି, କାରଣ ତା ଛଡ଼ା ଆଉ ଉପାୟ ନଥିଲା। ମନେ ହେଲା ଯେପରି ଗଣେଶବାବୁ ଅନେକ ଦିନର ରାଗ ମୋ ଉପରେ ସୁଝାଇ ଦେଲେ। କିନ୍ତୁ ରାଗ ରଖିବାର କୌଣସି କାରଣ ମୁଁ ଖୋଜି ପାଇଲି ନାହିଁ। ଗଣେଶବାବୁ ପାନ ଡିବା ଖୋଲି ଖଣ୍ଡେ ପାଟିରେ ଦେଲେ ଏବଂ ଡିବାଟି ସାବଧାନ ସହକାରେ ବନ୍ଦ କଲେ। ମୁଁ ଗଣେଶବାବୁଙ୍କ ସଙ୍ଗେ ପୁଣି ଆଳାପ କମେଇବାକୁ ଅତି ନିର୍ଲଜ ଭାବରେ କହିଲି, ଏ ଆଡ଼େ ଖଣ୍ଡେ ମିଳିବ? ମୋର ପାନ ଖାଇବା ଅଭ୍ୟାସ ନୁହେଁ। କେବଳ ଗଣେଶବାବୁଙ୍କ ସଙ୍ଗେ ସୌହାର୍ଦ୍ଦ୍ୟ ଜନ୍ମାଇବାକୁ ପୁଣି ଖୁସି ଗପ ଆରମ୍ଭ କରିବାକୁ ମାଗିଲି। ଗଣେଶବାବୁ କିନ୍ତୁ ମୁହଁଟା ଭାରି କରି କହିଲେ, ନା ନା ନା, ପାନ ମୋର ବାଣ୍ଟିବାକୁ ନାହିଁ। ତାପରେ ଅନ୍ୟ ଜଣେ ସମବୟସ୍କ ସହକର୍ମୀ କହିଲେ, ଏବକାଳ ଟୋକାଏ ଉପରେ ଉପରେ ବେଶ୍ ବାବୁଗିରି କରିବାକୁ ଶିଖିଲେଣି। ଖଣ୍ଡେ ଧୋବ କମିଜ ଆଉ ଖଣ୍ଡିଏ 45 ଇଞ୍ଚିଆ ଧୋତି କୁଞ୍ଚି ଛାଡ଼ି ଦେଇ ମୁଣ୍ଡଟା ଖଣ୍ଡେ ଖଣ୍ଡିଆ ପାନିଆରେ ସାଉଁଳେଇ ଦେଇ ବାହାରକୁ ବାବୁ ଦେଖି ହେଉଛନ୍ତି। ଫୁର୍ତ୍ତିରେ ଦିପଦ କଥା କହିଦେଇ ମନକୁ ମନ ଖୁବ୍ ପାଠୁଆ ବୋଲାଉଛନ୍ତି। ମୁଁ ବୁଝିଲି ଏ ବାକ୍ୟବାଣ କାହାକୁ ଲକ୍ଷ୍ୟ କରି ହୋଇଛି। ଆଉ ଜାଣିଲି ମୋର ଧୋବଲୁଙ୍ଗା ଓ ମୋର ଟେରିକଟା, ବିଶେଷତଃ ମୋର ଫୁର୍ତ୍ତିରେ କଥା କହିବା ଗଣେଶବାବୁଙ୍କର ଚକ୍ଷୁଶୂଳ ହୋଇ ଉଠିଛି। ଗଣେଶବାବୁ ସହକର୍ମୀଙ୍କୁ ସ୍ୱେଚ୍ଛା ପ୍ରବୃତ୍ତ ହୋଇ ପାନ ଖଣ୍ଡେ ଦେଲେ। ହସ ଖୁସି ହୋଇ କେତେ ଗପ ଦୁହିଁଙ୍କ ଭିତରେ ଚାଲିଲା। ସେ ସବୁ ଶୁଣିବାକୁ ମୋର ସାହସ ହେଲା ନାହିଁ। କେଜାଣି ଆଉ କି ତୀବ୍ର ସ୍ୱର ତା ମଧ୍ୟରେ ଖଞ୍ଜା ହୋଇଥିବ। ଜୀବନ ଉପରେ ମୋର ଧିକ୍କାର ଆସିଲା। ଏହିପରି ଲୋକଙ୍କ ସଙ୍ଗେ ମୋର କାରବାର। ଜୀବନ ସାରା ଏହିମାନଙ୍କ ସଙ୍ଗେ ମୋତେ କାମ କରିବାକୁ ହେବ, ପେଟ ପୋଷିବା ପାଇଁ। ମୋର ସମସ୍ତ ଶରୀର କଣ୍ଟକିତ ହୋଇ ଉଠିଲା। ଆଲିଖା ଚପରାସିକି ଡାକିଲି କିଛି କାଗଜ ଓ କାର୍ବନ ପେପର ଦେଇଯିବାକୁ। ଅନେକ ଗୁଡ଼ାଏ ଟାଇପ୍ କରିବାକୁ ସେଦିନ ଥାଏ। ଆଲିଖା କିନ୍ତୁ ନ ଶୁଣି ଖୁବ୍ ଜୋରରେ ପାଟି କରି ଡାକିଲି 2-4 ଥର। ଅନ୍ୟମାନଙ୍କ କାମରେ ଯେ ବ୍ୟାଘାତ ଘଟିବ ମୋ ପାଟି ଶୁଣି ମୋର ଆଦୌ ଖିଆଲ ନାହିଁ। ପୂର୍ବ ଘଟଣାର ମୁଣ୍ଡଟା ଏକାବେଳକେ ଗୋଳମାଳ ହୋଇ ଯାଇଥାଏ। ମୋ ଗର୍ଜନ ପରେ ଆଲିଖାର ସ୍ୱର ଶୁଣାଗଲା, ୟାଙ୍କ ଘର ଚାକର ପରି କ'ଣ ହାକିମି ଦେଖାଉଛନ୍ତି? ସଙ୍ଗେ ସଙ୍ଗେ ଶିରସ୍ତାର ବଡ଼ ବାବୁଙ୍କର ମୋ ନିକଟରେ ଆବିର୍ଭାବ ହେଲା। ସସମ୍ଭ୍ରମରେ ଚୌକିରୁ ଉଠି ଠିଆ ହୋଇ ପଡ଼ିଲି। ବଡ଼ବାବୁ ତାଙ୍କର କରଡ଼ା ନିଶଙ୍କୁ ଫୁଲାଇ ରୁକ୍ଷ ସ୍ୱରରେ କହି ଉଠିଲେ, ଏଟା ଅଫିସ ନା ମାଛ ହାଟ? ନୂଆ ହାକିମ କିପରି କଡ଼ା ଶୁଣିଛ ତ? ସହକର୍ମୀମାନେ ସମସ୍ତେ ମୋ ଆଡ଼କୁ କୌତୂହଳୀ ହୋଇ ଅନାଇ ରହିଲେ। ମୋର ଶିର ତଳକୁ ହୋଇଗଲା। କେତେବେଳେ ଯାଏ ମୁଣ୍ଡ ପୋତି ସେହିପରି ତଳକୁ ଅନାଇ ରହିଲି ମନେ ନାହିଁ। ତେବେ ପୁଣି ଚୌକିରେ ବସିବା ବେଳେ ଦେଖିଲି ସହକର୍ମୀମାନେ ଯେ ଯାହା କାମରେ ବ୍ୟସ୍ତ, ମୋ ପ୍ରତି କାହାର ଲକ୍ଷ୍ୟ ନାହିଁ। ବଡ଼ବାବୁ ତାଙ୍କର ସେହି ପୁରୁଣା ଚଷମାଟି ସୂତା ଖଣ୍ଡକରେ କାନରେ ବାନ୍ଧି କାଗଜପତ୍ର ଦେଖିବାରେ ଲାଗିଛନ୍ତି। ମୁଁ ଟାଇପ୍ କରି ବସିଲି, କିନ୍ତୁ ବାରମ୍ବାର ଭୁଲ ହେଲା। ତଳେ ଗୋଟାଏ ପିମ୍ପୁଡ଼ି ଚାଲୁଛି ତ ତାକୁ ହିଁ ଚାହିଁଛି। କାନ୍ଥରେ ଗୋଟିଏ ନାଲି ଦାଗ ଗୋଟିଏ ଅଟୋ ପରି ଦେଖାଯାଉଛି। ମୁଁ ତାକୁ ଚାହିଁଛି। ମୁଁ ଟାଇପ୍ ମେସିନ୍ ପ୍ରତି ଦୃଷ୍ଟି ଦିଏ। ମନ ବିଦ୍ରୋହୀ ଉଠେ, ନା, ଏ ଚାକିରି ଛାଡ଼ିଦେବାକୁ ହେବ। ପର ମୁହୂର୍ତ୍ତରେ ମନେ ହୁଏ, ଚାକିରି ଛାଡ଼ିଦେଲେ ବଞ୍ଚିବି କିପରି? ଉମାଙ୍କର କି ଦଶା ହେବ? ମୋର ହୃତ୍କମ୍ପ ଆସେ। ପୁଣି ମନେ ହୁଏ ସେଠାରୁ ଛାଟି ପିଟି ପଳାଇ ଯିବାକୁ। ଦୀର୍ଘ ନିଶ୍ୱାସ ପକାଇ ବସି ରହେ। ଘଣ୍ଟାକୁ ଚାହେଁ।
3:30। ଓଃ, ଅନେକ ବେଳ ଅଛି। ପୁଣି ଟାଇପ୍ କରେ, ପୁଣି ଭୁଲ ହୁଏ, କିନ୍ତୁ ଘଣ୍ଟା ଘଣ୍ଟା ଘୁଞ୍ଚେ ନାହିଁ। ଘରକୁ ଫେରିବା ବେଳକୁ ପ୍ରାୟ ସନ୍ଧ୍ୟା। ବାଟଯାକ ନାନା କଥା ଭାବି ଫେରିଲି। ଭୋକରେ ପେଟ ଜଳୁଥାଏ। ସଂସାରର ନିଷ୍ଠୁରତା ଅନ୍ତର ବିକଳ ହୋଇ ଉଠୁଥାଏ। ମୁଁ ମନେ ମନେ ଭାବେ, ଉମା କ'ଣ ଖାଇବାକୁ ରଖିଥିବେ? କିଛି ନ ରଖିଥିଲେ ତ ମହା ବିପଦ। କିଛି ଜଳଖିଆ ସାମଗ୍ରୀ ବଜାରରୁ ଅଣାଇବାକୁ କାହାକୁ ପାଇଲେ କି ନା, ଚାକରାଣୀଟା ଆସିଥିଲେ କି ନା, ଇତ୍ୟାଦି। ଆଗଗଳି ମୋଡ଼ରେ କେତେବେଳେ ପହଞ୍ଚିଲି ମୋର ଖିଆଲ ନାହିଁ। ପଡ଼ିଶା ଘର ରଘୁ ଦୌଡ଼ି ଆସି କହିଲା, ଉମା ଅପାଙ୍କୁ ବାତ ମାରୁଛି। ମୁଁ ବିସ୍ଫାରିତ ଚକ୍ଷୁରେ କହି ଉଠିଲି, ଏଁ? ଛାତି ମୋର ଦପ୍ ଦପ୍ ପଡ଼ିବାକୁ ଲାଗିଲା। ଘର ଭିତରେ ପଶି ଦେଖିଲି ସ୍ତ୍ରୀମାନଙ୍କର ମୋ ଦ୍ୱାରେ ମହା କୋଳାହଳ। କିଏ କହୁଛି ପାଣି ଆଣ, ନିଶାଦଳ ଆଣ, କିଏ ବା କହୁଛି ତାର ବାଁ ପାଦକୁ ବୁଢ଼ା ଆଙ୍ଗୁଠିକୁ ଶିଳପତାରେ ଛେଚି ଦିଅ, କିଏ ବା ନିଜ ପିଲାକୁ ମୋ ଘରକୁ ନ ଆସିବା ପାଇଁ ତର୍ଜନ ଗର୍ଜନ କରୁଛି। ମୁଁ ସମସ୍ତଙ୍କୁ ଆଡ଼େଇ ଭିତରକୁ ପଶିଲି। ଯାହା ଦେଖିଲି ଆଖି ମେଲା ରଖିବାକୁ ଇଚ୍ଛା ହେଲା ନାହିଁ କି ପଲକ ପକାଇବାକୁ ସାହସ ହେଲା ନାହିଁ। ପ୍ରିୟା ମୋର ଚିତ ହୋଇ ଶୋଇଛି। କେଶଗୁଚ୍ଛ ମୁକୁଳା ପଡ଼ିଛି। ଚକ୍ଷୁର ଡୋଳା ଜଳକା ପରି ଦିଶୁଛି। ଅଧର କଣରେ ଧଳା ଧଳା ଫେଣ ଲାଗିଛି। ଆଉ ବେଳେ ବେଳେ ହାତ ଗୋଡ଼ ବାଡ଼େଇ ହେଉଛି। ଭୀଷଣ ଯନ୍ତ୍ରଣାରେ ପ୍ରିୟା ମୋର ଛଟପଟ କରି ଉଠୁଛି ଯେପରି। ମୁଁ କାଠ ପିତୁଳା ପରି ଅନାଇ ରହିଲି। ରଘୁମା ମୋ କାନ୍ଧରେ ହାତ ମାରି କହିଲେ, ଏମିତି ବସି ରହିଲେ ଚଳିବ? ଯାଅ ପୁଅ, ଡାକ୍ତର ଡାକି ଆଣ। ମୋର ଚେତନା ଆସିଲା। ମୁଁ ଉଠି ଦେଖିଲି ସ୍ତ୍ରୀ ମାନଙ୍କ ସମାଗମ କ୍ରମେ କମି ଆସିଲାଣି। ରଘୁମାଙ୍କୁ ସ୍ତ୍ରୀଙ୍କ ପାଖରେ ବସାଇ ଦେଇ ମୁଁ ବାହାରିଲି ଡାକ୍ତର ଡାକିବାକୁ। କିନ୍ତୁ ସ୍ତ୍ରୀଙ୍କୁ ଏପରି ଛାଡ଼ିଯିବାକୁ ମୋର ପାଦ ତଳୁ ନଥାଏ। କରାଯାଏ କ'ଣ? ରଘୁମାକୁ କହିଗଲି, ମାଉସୀ ଟିକିଏ ଦେଖିବ, ଯେମିତି ଆଙ୍ଗୁଠି ଛେଚାଛେଚିକି ମୋଡ଼ାମୋଡ଼ି କେହି ନ କରନ୍ତି। ଡାକ୍ତରବାବୁ ଆସି ଦେଖିଲେ। ଦେଖୁ ଦେଖୁ କହିଲେ, ଏମିତି କେସ୍ ଆମେ ସମାଜରେ ବହୁତ ହେଉଛି। ତାର କାରଣ ଆମେ ସ୍ତ୍ରୀମାନଙ୍କୁ ବାହାରକୁ ଛାଡ଼ୁନୁ। ବାହାରର ଆଲୋକ ପବନ ଲାଗିଲେ ଏ ରୋଗ ହୁଏ ନାହିଁ। ଅନ୍ୟ ପାଶ୍ଚାତ୍ୟ ସମାଜ ସବୁ ଦେଖନ୍ତୁ, ଗୋଟାଏ ଏପରି କେସ୍ ପାଇବେ ନାହିଁ। ଏମିତିକି ଆମ ବାଉରୀ, କଣ୍ଡରା ଆଦି ନୀଚ ଶ୍ରେଣୀର ମଧ୍ୟ ଏ ରୋଗ ଦେଖିବାକୁ ମିଳିବ ନାହିଁ। ମୋର ଆଉ ଧୈର୍ଯ୍ୟ ରହିଲା ନାହିଁ। ମୁଁ କହିଲି, ଆଜ୍ଞା ଟିକିଏ ଦେଖନ୍ତୁ ଭଲ କରି। ଡାକ୍ତରବାବୁ ସ୍ତ୍ରୀଙ୍କର ହସ୍ତ ପରୀକ୍ଷା କରୁ କରୁ କହିଲେ, ଏ ତ ସାଧାରଣ ହାଇଟେରିଆ, ଆଉ ବିଶେଷ କ'ଣ? ମୁଁ ପ୍ରେସ୍କ୍ରିପସନ୍ ଲେଖି ଦେଉଛି, ଆଣନ୍ତୁ କାଗଜ କଲମ। ଡାକ୍ତର ଦୋକାନକୁ କିପରି ଯାଇ କେତେ ସମୟରେ ମୁଁ ଔଷଧ ଆଣିଛି କିଛି ମନେ ନାହିଁ। କେବଳ ମନେ ଅଛି ଔଷଧ ଆଣିବା ବେଳେ ପଇସା ଦେବା କଥା, ଆଉ ଫେରିବା ପଥରେ ଜଣେ ସିଗାରେଟ୍ ଟାଣି ଯାଉଥିବା କଥା। ମୁଁ ଔଷଧ ଆଣି ରଘୁମାକୁ କହିଲି, ମାଉସୀ ଏଥର ଘରକୁ ଯାଆନ୍ତୁ। ଚେତନାଶୂନ୍ୟ ସ୍ତ୍ରୀଙ୍କ ଶଯ୍ୟା ପାର୍ଶ୍ୱରେ ବସି ଶୁଶ୍ରୂଷା କରିବାରେ ଲାଗିଲି, ଯେପରି ଯନ୍ତ୍ରଚାଳିତ। ଉମା ସେହିପରି ପଡ଼ିଥାନ୍ତି, ସେହିପରି ଡୋଳା ବୁଲାଉଥାନ୍ତି, ବେଳେ ବେଳେ ହାତ ଗୋଡ଼ ପିଟି ହେଉଥାନ୍ତି। ମୁହଁର ବାଚୁ ବାହାରି ପଡ଼ୁଥାଏ ମୃତ୍ୟୁ ସଙ୍ଗେ ଯନ୍ତ୍ରଣା ସଙ୍ଗେ ସଂଗ୍ରାମ କରି। ଏ ଦୃଶ୍ୟ ଦେଖି ମୋର ଅନ୍ତର ମଧ୍ୟରୁ ଗୋଟାଏ ଶବ୍ଦ ବାହାରିଲା, ଭଗବାନ। ପର ମୁହୂର୍ତ୍ତରେ ଭାବିଲି, ମୁଁ ପରା ନାସ୍ତିକ। ଚକ୍ଷୁରୁ ଧାର ଧାର ଲୋତକ ଝରି ପଡ଼ିଲା। ମୁଁ ଅନ୍ଧକାରର ଦେବତାଙ୍କୁ କହିଲି, କେଉଁ ଦମ୍ଭ ଅଭିମାନଟା ମୋର ରଖିଛ ଯେ ମୁଁ ନାସ୍ତିକତାକୁ ନେଇ ପୁଣି ଚାଲ ମାରିବି? ତୁମେ ଯଦି ମିଥ୍ୟା ହୁଅ, ତେବେ ବି ତୁମେ ମୋର ନମସ୍ୟ। କେଉଁ ମିଥ୍ୟାଟାକୁ ମୋ ଦ୍ୱାରା ପୂଜିତ ନ କରାଇଛ ଯେ ତୁମ ପରି ମିଥ୍ୟାକୁ ପ୍ରମାଣ କଲେ ମୋର ସତ୍ୟାନୁରାଗ ହ୍ରାସ ହୋଇଯିବ? ହେ ମିଥ୍ୟା, ହେ ଶୂନ୍ୟ, ତୁମକୁ ଡାକିଲେ ଯଦି ମୋର ଏହି ଯାତନାକ୍ଳିଷ୍ଟ ହୃଦୟରେ ଆଶ୍ୱାସନାର ଅମୃତଧାରା ଝରିପଡ଼େ, ତେବେ ତୁମକୁ ଡାକିଲେ ମୋର କି ମାନହାନି ହୋଇଯିବ ପ୍ରଭୁ? ଏଇଠି ସରିଲା ଗଳ୍ପ। ଗଳ୍ପଟି କେମିତି ଲାଗିଲା ସେ ସମ୍ପର୍କରେ ମତାମତ ଦେବା। ଧନ୍ୟବାଦ।